शाम्ब दशमी ଏହା ହେଉଛି ସୂର୍ଯ୍ୟଙ୍କ ପୂଜା। ଚଳିତ ମାସ 30 ତାରିଖ ଦିନ ପଡୁଛି ଶାମ୍ବ ଦଶମୀ। ତେବେ ଏହି ପୂଜା କିପରି କରିବେ? 3 ଧୂପରେ କଣ କଣ ଭୋଗ ଦେବେ? ସୂର୍ଯ୍ୟନାରାୟଣଙ୍କ ପୂଜାର ନିୟମ କଣ ରହିଛି? ଦର୍ଶକ ବନ୍ଧୁ, ପୌଷ ଶୁକ୍ଲ ଦଶମୀ ଦିନ ଶାମ୍ବ ଦଶମୀ ପଡେ। ଶାମ୍ବ ଦଶମୀ ପରେ ପରେ ଆଉ କୌଣସି ପିଠାପଣାର ପର୍ବ ପଡେ ନାହିଁ ଚିତା ଲାଗି ଅମାବାସ୍ୟା ଯାଏଁ। ଶାମ୍ବ ଦଶମୀ ଦିନ ଘଡ଼ଘଡ଼ିଆ ବା ଘାଣ୍ଟ ତରକାରୀ ବିଶେଷ ଭାବରେ ପ୍ରସ୍ତୁତ କରି ପୂଜା କରାଯାଏ। ଆଉ ଏଥିରେ ଲୁଣ ପକାଯାଏ ନାହିଁ। ବିଶେଷ କରି ଶାମ୍ବ ଦଶମୀରେ ସୂର୍ଯ୍ୟ ଭଗବାନଙ୍କ ପୂଜା ସନ୍ତାନ ସନ୍ତତିମାନଙ୍କ ପାଇଁ କରାଯାଏ। ତେବେ 3 ଧୂପରେ ଆମେ କିପରି ପୂଜା କରିବା? ଶାମ୍ବ ଦଶମୀ ଦିନ ପ୍ରାତଃ କାଳରେ ଉଠି ସ୍ନାନ କରି ସୂର୍ଯ୍ୟ ପୂଜା କରିବେ। ସୂର୍ଯ୍ୟ ଭଗବାନଙ୍କୁ ପୂର୍ବ ଦିଗକୁ ଚାହିଁ ଅର୍ଘ୍ୟ ଦେବେ। ଆଉ ଆପଣ ଏହା ଘର ବାହାରେ କରିବେ। ଏକ ତମ୍ବା ବା ପିତ୍ତଳ ଢାଳ ନେଇ ସେଥିରେ ଜଳ ନେବେ, ଗଙ୍ଗା ଜଳ ପକାଇବେ, ହଳଦୀ ପକାଇବେ, କୁଶ ପକାଇବେ ଏବଂ କିଛି ହଳଦିଆ ରଙ୍ଗର ଫୁଲ ରଖି ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଦେବେ। ଏହି ସମୟରେ ଓಂ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରିବେ। ତେବେ 3 ଧୂପ ମଧ୍ୟରୁ ସକାଳ ଧୂପରେ କେମିତି ପୂଜା କରିବେ? ଏହି ସମୟରେ ଆପଣ ବାଳ ଭୋଗ ଦେବେ। ଘର ବାହାରେ ବା ଛାତ ଉପରେ ଏକ ସ୍ଥାନରେ ରଙ୍ଗ ମାଟିରେ ସ୍ଥାନଟିକୁ ବା ଗୋବରରେ ଲିପିଦେବେ। ତା ଉପରେ ମୁରୁଜ ଆଙ୍କିବେ। ସୂର୍ଯ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ଏକ ପିଢ଼ା ଉପରେ ଅରୁଆ ଚାଉଳ ବା ଶୁକ୍ଳ ଧାନ ଦେଇ କଳସ ସ୍ଥାପନ କରିବେ। ମାଟି କିମ୍ବା ପିତ୍ତଳ କଳସ ଆପଣ ନେଇପାରିବେ। କଳସରେ ଥିବା ପାଣିରେ ଗଙ୍ଗା ଜଳ, ହଳଦୀ, ଜାଇଫଳ, କୁଶ, ପୁଷ୍ପ ବା ମୁଦ୍ରା ପକାଇବେ। ତା ଉପରେ ଆମ୍ବ ଡାଳ ରଖିବେ। ତା ଉପରେ ନଡ଼ିଆ ରଖିବେ। ତା ଉପରେ ସାଲୁକନା ରଖିବେ। ଲାଲ ବର୍ଣ୍ଣ ବା ହଳଦିଆର ଫୁଲ ରଖିବେ। କଳସ ସ୍ଥାପନ ପରେ ପୂଜା ଆରମ୍ଭ କରିବେ। ପଞ୍ଚ ଉପଚାର ବିଧିରେ ପୂଜା କରିବେ। ସକାଳ ସମୟରେ ବସାଇଥିବା କଳସକୁ ଆପଣ 3 ଧୂପରେ ପୂଜା କରିବେ। ତେବେ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଉଦୟ ବ୍ରାହ୍ମଣେ ରୂପମ୍, ଅର୍ଥାତ୍ ଉଦୟ ସୂର୍ଯ୍ୟ ବ୍ରହ୍ମାଙ୍କ ରୂପ ଅଟନ୍ତି। ସକାଳ ଧୂପରେ ଆପଣ ମିଷ୍ଟାନ୍ନ, ବିଭିନ୍ନ ଫଳ, ପଞ୍ଚାମୃତ, ପଣା ଭୋଗ ଦେଇ ପୂଜା କରିପାରିବେ। ମଧ୍ୟାହ୍ନ ସମୟରେ ସୂର୍ଯ୍ୟନାରାୟଣଙ୍କୁ ରୁଦ୍ରଙ୍କ ରୂପରେ ପୂଜା କରାଯାଏ। ଏହି ସମୟରେ ସକାଳ ଧୂପରେ କରାଯାଇଥିବା ପୂଜା ସ୍ଥାନକୁ ସଫା କରିଦେବେ। ମଧ୍ୟାହ୍ନ ଧୂପରେ ଅନେକ ପ୍ରକାର ବ୍ୟଞ୍ଜନ ପରଷା ଯାଇଥାଏ। ଅନ୍ନ, କାନିକା, ଖେଚୁଡ଼ି, ଡାଲି, ମହୁର, ବେସର, ଶାଗ, ଖଟା ଭୋଗ କରିପାରିବେ। ଏହା ସହ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଘଡ଼ଘଡ଼ିଆ ବା ଘାଣ୍ଟ ତରକାରୀ କରି ପରସିବେ। ଅଟକାଳି, ଗଇଁଠା ପିଠା ବା କ୍ଷୀରି ବା ବିଭିନ୍ନ ପ୍ରକାର ପିଠା କରି ଭୋଗ ଲଗାଇବେ। କାକରା, ମଣ୍ଡା, ଚିତଉ, ଚକୁଳି, ବୁଢ଼ା ଚକୁଳି ପିଠା ପ୍ରସ୍ତୁତ କରିପାରିବେ। ଶେଷ ଭୋଗ ସୂର୍ଯ୍ୟାସ୍ତ ପୂର୍ବରୁ କରିବେ। ଶେଷ ଭୋଗରେ ଆପଣ ପଣା, ପଞ୍ଚାମୃତ ଫଳ ବା ମିଠା, ପିଠା ଏସବୁ ଭୋଗ କରି ଲଗାଇବେ। 3 ଧୂପରେ ପୂଜା ପଞ୍ଚ ଉପଚାର ବିଧିରେ କରିବେ। ତେଲର ଦୀପ କେବେ ବି ଦେବେ ନାହିଁ। ପୂଜା ଶେଷରେ ପାଣ୍ଡୁଳ ଦେବେ। ପାନରେ ଗୁଆ ଦେବେ। ସର୍ବଶେଷରେ ଆଳତି କରିବେ। 5 ବା 7 ଧୂପରେ ଆଳତି କରିବେ। ପୁଣି ଛିଡ଼ା ହୋଇ ପୂଜା କରିବେ। ପୂଜା ସରିବା ପରେ କଳସକୁ ନେଇ ବିସର୍ଜନ କରିବେ। ସେହି ଦିନ ହିଁ ଆପଣ କଳସକୁ ବିସର୍ଜନ କରିବେ।